ମାଲକାନଗିରି ଜିଲ୍ଲା କାଲିମେଳା ଡେଭଲପମେଣ୍ଟ ବ୍ଲକ କୋରୁକୋଣ୍ଡା ଶିକ୍ଷା ବ୍ଲକ ଗୋମୁକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଲିମେଟଲା ଏମ୍ପିଭି 7 ପ୍ରାଥମିକ ବିଦ୍ୟାଳୟର ବେଙ୍ଗଲୀ ଭାଷା ଶିକ୍ଷକ ବିକାଶ ଚନ୍ଦ୍ର ହାଲଦାରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ପ୍ରାୟ ଦିନ ବିଦ୍ୟାଳୟରେ ବିଳମ୍ବରେ ଆସିବା ଏବଂ ସମୟ ପୂର୍ବେ ବିଦ୍ୟାଳୟ ଛାଡ଼ି ଚାଲିଯିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଆମ ପ୍ରତିନିଧି ପହଞ୍ଚିଥିଲେ ବିଦ୍ୟାଳୟରେ 9:30ରେ, କିନ୍ତୁ ସେତେବେଳେ ଖାଲି ପ୍ରଧାନ ଶିକ୍ଷକ ଆଉ ଜଣେ କାର୍ତ୍ତିକ ଗାଇନ୍ ନାମକ ବ୍ୟକ୍ତି ଥିଲେ। ପ୍ରାର୍ଥନା ଆରମ୍ଭ ହେବା ଯୋଗୁଁ ଠିକ୍ 10ଟା ସମୟରେ ମୁଖ୍ୟ ଗେଟ୍ ବନ୍ଦ କରିଦେଇଥିଲେ, କିନ୍ତୁ ଆମ ପ୍ରତିନିଧି କ୍ୟାମେରା ଅନ୍ କରି ହାତରେ ଧରି ଜଗିଥିଲେ। ଠିକ୍ 10:15ରେ ବେଙ୍ଗଲୀ ଭାଷା ଶିକ୍ଷକ ନିଜେ ଗେଟ୍ ଖୋଲି ଭିତରେ ବାଇକ୍ ନେଇ ପଶିବା ସମୟରେ ପଚାରିବାରୁ କିଛି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ବାରମ୍ବାର ପଚାରିବାରୁ ସେ ବିରକ୍ତ ହୋଇ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇଲେ ଓ ଅଫିସ୍ ଭିତରେ ପଶି କବାଟ ବନ୍ଦ କରିଦେଲେ। ଏହି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ରୋଷେଇୟାକୁ ରାନ୍ଧିବା ପାଇଁ ପୋକଜନିତ ଚାଉଳ ଓ ପଚାସଢ଼ା ପନିପରିବା ଦେଉଥିବାରୁ ରୋଷେଇୟା ମନା କରିବାରୁ ତାଙ୍କ ସହିତ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଚାକିରିରୁ ନିଲମ୍ବିତ କରିବାର ଧମକ ଦେଉଛି ବେଙ୍ଗଲୀ ଭାଷା ଶିକ୍ଷକ ବିକାଶ। ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଅଣ୍ଡା ଦିଆଯାଉନଥିବା ଅଭିଯୋଗ ହୋଇଛି। ଶିକ୍ଷା ବିଭାଗ ସହିତ କେବେ ଅବହେଳା କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ପିଲା ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ କାହା ସ୍ୱାର୍ଥରେ ଏବଂ କାହା ଇଙ୍ଗିତରେ ବିକାଶ ପିଲା ପାଠ ପଢିବେ କଣ? ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସିବା ଏବଂ ଦାୟୀ କିଏ? ଏଭଳି ମନମୁଖୀ ମନଚଲା ଶିକ୍ଷକ ବିରୋଧରେ କିଏ ନେବେ ଆକ୍ସନ? ଦେଖିବାକୁ ବାକି ରହିଲା। ନ୍ୟୁଜ ପ୍ରସାରଣ ହେଲା ପରେ କୋରୁକୋଣ୍ଡା ବିଓ এবং মালকানগিরি জেলা ডিও স্যার কোন পদক্ষেপ নেউଛନ୍ତି? উনি ডাকছিল আমার মেয়েরে, মানে বসার দরকার দিয়েছে না কি দিয়েছে তাই দেখার জন্য ডাকছিল। মানে ওই মোবাইলে ছাড়ার জন্য ডাকছে, মানে সেই আমার মায়ে আইছে তো মানে সাইডে আসে নাই। তাহলে আসার পরে মানে ও চলে গেছে, চলে যাওয়ার পরে ও রাস্তায় দিয়ে স্কুলে যাচ্ছে, তারপরে ওর আমার মেয়েরে ধমকাচ্ছে, হ্যাঁ তুই স্কুলে এসে কেন হচ্ছে ফটো করছিস? ওই স্যার কোন নাম? ওই বাংলা স্যার। কি নাম? ওনার নাম কি? বিকাশ স্যার, বিকাশ হালদার। উনি এরকম বলছে যে তুই এরকম স্কুলে এসে আমার ফটো কেন কাটছিস? ও কানছে, করছে কি মা দেখো আমার এরকম করছে। উঁচু করে কেডা করছে? কয় ওই স্যার। কোন স্যার? ওই যে ওই কি বলো বিকাশ চাউল দিচ্ছে, তাই বিকাশ স্যার। এখন আমি কইছি যে এই চাউল তো বাচ্চারা খাতে পারে না, তুমি দেছো বাচ্চারা নেচে ফেলাই দিচ্ছে, তাই এটা কি ঠিক হচ্ছে? তাই সেই বিকাশ স্যার ছুটে আমার দিকে এসে আর সে কয় তুমি কর কিনা, আমি যা দেবো তুমি তাই রান্না। ঠিক আছে, গ্রামে কমপ্লেন জানাইছি, মিটিং হয়েছে। মিটিং হওয়ার পরে ওরম তরকারিও বি দেয় পচা পচা, তাই হচ্ছে গ্রামে পাঠাইছি মোবাইলি যেরম পচা সবজি দিচ্ছে, তোমাকে বাচ্চারা কি খাবে? মানে বাচ্চার মা বাবা এসে মিটিং করছে। মিটিং করার পরেও দম ধরে ছিল, এখন কয় কি তোমার চাকরিতে সাসপেন্ড করে দেব। বিকাশ স্যার, বিকাশ হালদার। ওনার টাইটেল তো জানি না। আর সব সময় কয় ওনার দ্বারা কিছু কাজ হবে না, ওনার যা কলিবি ও উল্টোটাই কবে। আর কবে রান্ধুনির হচ্ছে আমার সাথে রাগ করে কথা কয়, এ করে সে করে, সে অনেক ব্যাপারে কথা কয়, কিন্তু আমরা ওনার সাথে কথা না কই বলি কই না। টাইম মতন তো আসেই না, 11টার সময় আসে, কোনদিন 11:30 12টাও বাজে যায়। তা ওনার আছে ওই আমি কইছি বলে আমি দোষ, আমি খারাপ। স্যার আপনার পরিচয়? স্যার ମୁଁ MPV 6 କ୍ଲଷ୍ଟରର CRCC। ମୋ ନାଁ ବୁଦ୍ରାପଡ଼ିଆମୀ। স্যার ଆପଣଙ୍କ ପ୍ରାଥମିକ ବିଦ୍ୟାଳୟ MPV 7 ନମ୍ବର ଅଭିଯୋଗ ଆସିଛି ବିକାଶ ହାଲଦାର ନାମକ। ସାର୍ ମୁଁ କହିବାକୁ ଗଲେ ମୁଁ ସ୍କୁଲ ଭିଜିଟ୍ରେ ଆସେ, ଏମିତି ସବୁ ସ୍କୁଲ କ୍ଲଷ୍ଟର ସବୁ ସ୍କୁଲ ବୁଲୁଛି, ଏମିତି ପ୍ରୋବ୍ଲେମଟା ସ୍କୁଲରେ ନାହିଁ, ଖାଲି 7 ନମ୍ବରରେ ମୁଁ ଶୁଣିବାକୁ ପାଉଛି ଗାଁ ଲୋକମାନଙ୍କର। ଆପଣ ୟା ଉପରେ କେତେ ଦୂର ଅବଗତ ଅଛନ୍ତି ଯେ ସାର୍ ଯୋଉ ବିକାଶ ହାଲଦାର ସାର୍ ଆସୁନାହାନ୍ତି ଠିକ ସେ ଡ୍ୟୁଟି, ଆପଣ କେତେ ଦୂର ଅବଗତ ଅଛନ୍ତି ୟା ଉପରେ? ନା ମୁଁ ମଝିରେ ମଝିରେ ଆସିଛି, ମଝିରେ କ'ଣ କହିବ ସେଟା ଭିଜିଟ୍ରେ ଆସିଛି, ଦେଖୁଛି ଆସୁଛନ୍ତି। ଆଉ ନା ଉପରଓଳି କେତେଟାରେ ଯାଉଛନ୍ତି ସେଇଟା କହିପାରୁନି, ଗାଁ ଲୋକମାନେ କହିବା ହିସାବରେ ସେ ଅବହେଳା କରୁଛନ୍ତି ବୋଲି ମୁଁ ଶୁଣିବାକୁ ପାଇଲି।
तो ଆପଣ ତାଙ୍କ ନାଁଟା ଜାଣିଛନ୍ତି କି ଯୋଉ ଏମଏଲ ଟିଚର କଥା କହିଲେ ବିକାଶ ହାଲଦାର ହଁ ବିକାଶ ହାଲଦାର ସେ ଯୋଉ ଆମ କହୁଛନ୍ତି 50 ପନିପରିବା ଦଉଛନ୍ତି ଏବଂ ଚାଉଳରେ ପୋକ ରହୁଛି ସେ ବିଷୟରେ ଆମ ପାଖରେ ଗ୍ରାମ ତରଫରୁ ବା କୌଣସି ପିଲାମାନେ ମୁଁ ମଝିରେ ଯାଇଥିଲି ସ୍କୁଲ ବୁଲିବା ପାଇଁ ପିଲାମାନେ ମତେ କିଛି କହିନାହାନ୍ତି କି ଗାଁ ଲୋକମାନେ କହିନାହାନ୍ତି କି ଆମର କୁକମ ହେଲ୍ପର ଯୋଉମାନେ ଅଛନ୍ତି ସେମାନେ ମତେ ସେ ବିଷୟରେ କିଛି କହିନାହାନ୍ତି ଯେ ଯାହାଫଳରେ ମୁଁ କିଛି ଜାଣି ନାହିଁ ତ ଯଦି ସେମିତି କିଛି ହେଇଛି ମୁଁ ତଦନ୍ତ କରି ଦେଖିବି ଏବଂ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଆମେ ସେ ଅନୁସାରେ କରିବୁ। ବିଳମ୍ବରେ ଆସୁଛନ୍ତି ସେ କଥା ଯୋଉ ବିଳମ୍ବରେ ଆସୁଛନ୍ତି ମୋ ପାଖରେ ସେମିତି କିଛି ରିପୋର୍ଟ ନାହିଁ ତ ମତେ ସିଆସି ମଧ୍ୟ ଜଣାଇ ନାହାନ୍ତି ବା କୌଣସି ଗାଁ ଲୋକ ମଧ୍ୟ ଆମକୁ ଏସଏମସି କମିଟି ହଉ କି ଗ୍ରାମବାସୀ ମାନେ କିଏ ହେଲେ ମଧ୍ୟ ଆମକୁ କିଛି ଜଣାଇ ନାହାନ୍ତି ଯାହାଫଳରେ କି ମୁଁ ଜାଣି ନାହିଁ ଯଦି ସେମିତି ହେଇଥିବ ମୁଁ ଯିବି ତଦନ୍ତ କରିବି ତଦନ୍ତ କରିକି ସେ ଅନୁସାରେ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ତ ଯଦି ସେହା ହେଇଛି ମୁଁ ସେଟା ମତେ ଯାହାହେଲେ ତ ତଦନ୍ତ କରିବାକୁ ପଡିବ ତଦନ୍ତ କରିକି ମୁଁ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ମୁଁ ଗ୍ରହଣ କରିବି। ଶିକ୍ଷା ହେଉଛି ପୂଜା ଶିକ୍ଷା ଛଡ଼ା ଜଗତରେ କିଛି ସଫଳ ନୁହେଁ ଯେଉଁ କୌଣସି କାମ ଆପଣ କରିବେ ସେଥିରେ ଶିକ୍ଷିତ ହେବା ଅନିବାର୍ଯ୍ୟ ରହିଛି କିନ୍ତୁ ରାଜ୍ୟ ତଥା କେନ୍ଦ୍ର ସରକାର ଏହି ଶିକ୍ଷା ଯେଉଁ ବ୍ୟବସ୍ଥା ପାଇଁ କୋଟିଏ କୋଟିଏ ଟଙ୍କା ଖର୍ଚ୍ଚ କରୁଛନ୍ତି ଗରିବ ଶ୍ରେଣୀର ପିଲା ଝିଅମାନଙ୍କ ପାଇଁ କିନ୍ତୁ ଶିକ୍ଷା ବ୍ୟବସ୍ଥାରେ କେମିତି ରହିଛି ତାର ଯେଉଁ ମାନେ ଢାଞ୍ଚା ତାହା ଦେଖିଲେ ଆପଣ ବିଲକୁଲ ମାନେ ହଇରାଣ ରହିଯିବେ। ଆମେ ଅଛୁ ବର୍ତ୍ତମାନ ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଗୁମକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ MPB 7 ନମ୍ବର ପ୍ରାଥମିକ ବିଦ୍ୟାଳୟରେ ଆପଣ ଦେଖିବେ ଜଣେ ଶିକ୍ଷକ ରହିଛନ୍ତି ବିକାଶ ହାଲଦାର ଯେଉଁ ବେଙ୍ଗେଲି MIL ଶିକ୍ଷକ ଅଭିଯୋଗ ଆସୁଛି ପାଖାପାଖି ଦୀର୍ଘ ଦିନ ଧରିକି ଯେଉଁ ବିଦ୍ୟାଳୟରେ ଡେରିରେ ଆସୁଛନ୍ତି ଆଉ ଯାଉଛନ୍ତି ବେଗେ ବେଗେ ତ ସେଇ ଅଭିଯୋଗ ଆଧାରରେ ଆମେ ପହଞ୍ଚିଥିଲୁ ବିଦ୍ୟାଳୟରେ ଆମେ ବର୍ତ୍ତମାନ ଅଛୁ ସେଇ ଯେଉଁ MPB 7 ପୁଲିମଟଲା ଯେଉଁ ପ୍ରାଥମିକ ବିଦ୍ୟାଳୟ ରହିଛି ଯେଉଁ MPB 7 ନମ୍ବର ଗାଁର ସେଇ ବିଦ୍ୟାଳୟରେ ତ ଏଇଠି ଯେଉଁ ପ୍ରାଥମିକ ବିଦ୍ୟାଳୟର ଯେଉଁ ଶିକ୍ଷକ ରହିଛନ୍ତି ସିନିୟର ଶିକ୍ଷକ ଯେଉଁ ବେଙ୍ଗେଲି MIL ଶିକ୍ଷକ ବିକାଶ ହାଲଦାର ସିଏ ଆଜି 10:15 ଏହି ବିଦ୍ୟାଳୟରେ ପ୍ରବେଶ କରିଛନ୍ତି ପ୍ରବେଶ ଦ୍ୱାରରୁ ନେଇକିରି ଯେଉଁ ଭିତରେ ଯାଏ ଆସିବା ସମୟରେ ଆମେ ତାଙ୍କୁ ବାରମ୍ବାର ପଚାରିଥିଲୁ ସାର୍ କେତେଟା ଟାଇମ୍ ହେଇଛି ଆଉ ଆପଣ ଏବେ ଆସୁଛନ୍ତି ସେ କ୍ୟାମେରା ସାମ୍ନାରେ ଖାଲି କହୁଛନ୍ତି କେତେବେଳେ କହୁଛନ୍ତି 10ଟା ହେଇଛି କେତେବେଳେ କହୁଛନ୍ତି 10:15 ମୁଁ ପହଞ୍ଚିଲି କିନ୍ତୁ ଦେଖନ୍ତୁ ତାଙ୍କ ମତାମତ ନେବାକୁ ଆମେ ଚାହିଁଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବା ପାଇଁ ମନା କରୁଛନ୍ତି ସେ ମୁହଁ ଲୁଚେଇକିରି ଯେଉଁ ଅଫିସ ଭିତରେ ପ୍ରଧାନ ଶିକ୍ଷକଙ୍କ ଅଫିସ ଭିତରେ ପଶିକିରି ଯେଉଁ କବାଟ ବନ୍ଦ କରିଦେଇଛନ୍ତି କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ ବୋଲିକି ସେ ମୁହଁ ଲୁଚେଇଛନ୍ତି ଆଉ ତଥା କ୍ୟାମେରା ସାମ୍ନାରେ କିଛି କହିବାକୁ ପ୍ରସ୍ତୁତ ନୁହନ୍ତି ତ ଏଭଳି ଯେଉଁ ଚିତ୍ର ସାମ୍ନାକୁ ଆସୁଛି ମାଲକାନଗିରି ଯେଉଁ ଶିକ୍ଷା ବ୍ୟବସ୍ଥାର ଶିକ୍ଷକ ଜଣକ ଯଦି ଏଭଳି ଭାବରେ ବାରମ୍ବାର ପ୍ରତ୍ୟେକ ଦିନ ଯେଉଁ ଡେରିରେ ପହଞ୍ଚିବେ ଆଉ ବେଗେ ବେଗେ ପଳେଇ ଯିବେ ତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କ'ଣ ହବ ସେମାନଙ୍କୁ କ'ଣ ପାଠ ପଢ଼େଇବେ ଏକୁଟିଆ ଯେଉଁ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଅଛନ୍ତି ସେ ଏକୁଟିଆ କେମିତି ପାଠ ପଢ଼େଇବେ ଆଉ ଗୋଟେ ସୂଚନା ରହିଛି ଏଠି ପହଞ୍ଚିଲା ପରେ ଜଣାପଡ଼ୁଛି ଯେଉଁ ତାଙ୍କର ଯେଉଁ ଅନୁପସ୍ଥିତ ବି ପଡ଼ିଛି ରେଜିଷ୍ଟାରରେ ଦେଖିଲେ ଜଣାପଡ଼ିଛି ଅନୁପସ୍ଥିତ ପଡ଼ିଛି ସେ ପ୍ରେଜେଣ୍ଟ କରିନା ତା ମାନେ ସେ ବିଦ୍ୟାଳୟରେ ଠିକ ଭାବରେ ଆସୁନାହାନ୍ତି 1 ତାରିଖରୁ ତାଙ୍କୁ ଯେଉଁ ପ୍ରଧାନ ଶିକ୍ଷକ ଦାୟିତ୍ୱ ମିଳିଛି ସିନିୟରିଟି ହିସାବରେ ଯେଉଁ ବିକାଶ ହାଲଦାରଙ୍କୁ ମାତ୍ର ସେ ଦାୟିତ୍ୱ ସେ ଗ୍ରହଣ କରୁନାହାନ୍ତି ସେ କହୁଛନ୍ତି କି ମୁଁ ଦାୟିତ୍ୱ ଗ୍ରହଣ କରିପାରିବିନି କ'ଣ ରହିଛି କାରଣ କ'ଣ ରହସ୍ୟ ରହିଛି ଏହା ତଦନ୍ତ ସାକ୍ଷେପ ଶିକ୍ଷା ବିଭାଗକୁ ଏତେ ସହଜରେ ଗ୍ରହଣ କଲେ ହେବ ନାହିଁ ପିଲାମାନଙ୍କର ଭବିଷ୍ୟତ ନେଇକରି ଖେଳିଲେ ହେବ ନାହିଁ କାହିଁକିନା ସରକାର କୋଟିଏ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କାହା ପାଇଁ କାହା ସ୍ୱାର୍ଥରେ ଟିଚର ମାନଙ୍କର ସ୍ୱାର୍ଥରେ ନୁହେଁ ପିଲାମାନଙ୍କର ସ୍ୱାର୍ଥରେ ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଗୁମକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଲିମଟଲା MPB 7 ନମ୍ବର ପ୍ରାଥମିକ ବିଦ୍ୟାଳୟର ଗୋବିନ୍ଦ ମଣ୍ଡଳଙ୍କ ରିପୋର୍ଟ ନ୍ୟୁଜ୍ ଓଡ଼ିଆ 30 ନ୍ୟୁଜ୍ ଓଡ଼ିଆ 30 ଚ୍ୟାନେଲର ନୂଆ ନୂଆ ଅପଡେଟ୍ ଶୀଘ୍ର ଦେଖିବା ପାଇଁ
ଚ୍ୟାନେଲଟିକୁ ସବସ୍କ୍ରାଇବ୍, ସେୟାର, ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଧନ୍ୟବାଦ।